ବାପ ପୁଅ ଠକ ଧୁରନ୍ଧର ପୁଅ ହଉଛି ଏସ୍ଆଇ ଆଉ ବାପା ହଉଛନ୍ତି ଡିଆଇଜି। ଏଭଳି ଖେଳ ଖେଳିବା ପରେ ଏମାନଙ୍କ ଖେଳ ଖତମ କରିଛି ସତ ପୁଲିସ। ଏ ନକଲି ପୁଲିସ ଏବେ ଅସଲି ପୁଲିସ ହାତରେ ଧରା ପଡ଼ିବା ପରେ ଏମାନଙ୍କ ଗୁମର ଖୋଲୁଛି। ହଁ ଆଜ୍ଞା, ଯେତେବେଳେ ଆପଣ ଇନଷ୍ଟାଗ୍ରାମରେ ଥିବେ ତ ଏମାନଙ୍କ କାରନାମା ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ। ଏ ବାବୁ ଜଣଙ୍କ ଅସଲ ପରିଚୟ ହେଉଛି ଇଏ ହେଉଛନ୍ତି ଅମିତ, ବାପା ହେଉଛନ୍ତି ଅଶୋକ, କିନ୍ତୁ ଇନଷ୍ଟାଗ୍ରାମରେ ଇଏ ହେଇଯାଉଛନ୍ତି ଏସ୍ଆଇ ଅଭିଷେକ। କେତେବେଳେ କହୁଛନ୍ତି ମୁଁ ଚାଉଳିଆଗଞ୍ଜ ଥାନାର ସବ୍ ଇନ୍ସପେକ୍ଟର ତ କେତେବେଳେ କହୁଛନ୍ତି ମୁଁ ହେଉଛି ପିସିଆର ଇନଚାର୍ଜ। କିନ୍ତୁ ଏଇଭଳି ଖେଳ ଖେଳିବା ସହିତ କେତେବେଳେ ମୋ ପାଖରେ ବାରବାଟୀ ଷ୍ଟାଡିୟମର ଟିକେଟ ଅଛି ତ କେତେବେଳେ ଆଇପିଏଲ ଟିକେଟ ମୁଁ ଆପଣଙ୍କୁ ମାତ୍ର 100 ଟଙ୍କାରେ ଦେବି, ଏଭଳି ଲୋଭ ଦେଖାଇ ଏକାଧିକ ଯୁବତୀଙ୍କୁ ଠକିଛନ୍ତି। 3 ଜଣଙ୍କୁ ଠକିଥିବାର ଖବର ଆସିବା ପରେ ଆକ୍ସନ ମୋଡକୁ ଆସିଛି ଏୟାରଫିଲ୍ଡ ଥାନା ପୁଲିସ। ବର୍ତ୍ତମାନ ପ୍ରାଥମିକ ତଦନ୍ତରୁ ତ 3 ଜଣଙ୍କୁ ଠକିବାର କାହାଣୀ ସାମ୍ନାକୁ ଆସିଛି, କିନ୍ତୁ ଏମାନଙ୍କ ମୋବାଇଲର କାରନାମା ଏବେ ପୁଲିସ ମଧ୍ୟ ଦେଖି ତାଜୁବ ହୋଇଯାଇଛି। ଏକାଧିକ ଯୁବତୀଙ୍କୁ ଭିଡିଓ କଲ୍ କରିବା ସହିତ ସେମାନଙ୍କର ନ୍ୟୁଡ୍ ସ୍କ୍ରିନଶଟ ରଖିଛନ୍ତି। ଏ ବାବୁ ଜଣକ ତାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବାର ପ୍ରଲୋଭନ ଦେଖାଇଛନ୍ତି। ତାଙ୍କ ମୋବାଇଲ ପାଖାପାଖି 10ରୁ ଅଧିକ ମୋବାଇଲ ସହିତ ଲାପଟପ୍ ସିଜ୍ ହୋଇଛି। ଯେଉଁ ମୋବାଇଲ ଗୁଡ଼ିକ ଘରର ଚାଉଳ ଅଖା ଭିତରୁ ଖୋଜାଯାଇଛି। ପୁଲିସର ସନ୍ଦେହୀ ଆଖି ଏ ମୋବାଇଲଟି ଖୋଜିବା ପରେ ସେଥିରେ ପାଖାପାଖି 10ରୁ ଅଧିକ ଯୁବତୀଙ୍କର ନ୍ୟୁଡ୍ ଭିଡିଓ ନିଜ ମୋବାଇଲରେ ସାଇତିକି ରଖିଛି। ଯେତେବେଳେ ଏ ଠକ ବାପ ପୁଅ ବର୍ତ୍ତମାନ ଜେଲ୍ ଯିବେ, ସେମାନଙ୍କୁ ରିମାଣ୍ଡରେ ଅଣାଯିବ ଏବଂ ରିମାଣ୍ଡରେ ଆଣି ପଚରା ଉଚରାର ଆବଶ୍ୟକତା ଏଇଥିପାଇଁ ରହିଛି ଇଏ କେଉଁ ଉଦ୍ଦେଶ୍ୟ ରଖିକି ଯୁବତୀମାନଙ୍କ ଭିଡିଓ କରିଥିଲେ। ତ ଉକ୍ତ ଯୁବତୀମାନଙ୍କୁ ମଧ୍ୟ ଯୋଗାଯୋଗ କରାଯିବ। ସେମାନଙ୍କୁ ଇଏ ବାପ ପୁଅ ତାଙ୍କୁ ଏକ୍ସଟ୍ରୋସନ ବା ଏମାନଙ୍କୁ ଟଙ୍କା ମାଗୁଥିଲେ କି ସେ ବାବଦରେ ମଧ୍ୟ ଖୋଲତାଡ ହେବାର ଆବଶ୍ୟକତା ରହିଛି। କିନ୍ତୁ ବାପ ପୁଅଙ୍କ ଖେଳ ବର୍ତ୍ତମାନ ଖତମ ହେଇଛି। ଯେଉଁମାନେ ବି ଏମାନଙ୍କୁ ଟଙ୍କା ଦେଇଥାନ୍ତି ବା ଏମାନଙ୍କ ଜାଲରେ ଫସିଥାନ୍ତି ସେମାନେ ସିଧାସଳଖ ପୁଲିସ ପାଖକୁ ଆସିବେ ଏବଂ କମ୍ପ୍ଲେନ ଦେଇପାରିବେ, ଯାହାଦ୍ୱାରା ଲୋକମାନେ ସଚେତନ ହୋଇପାରିବେ। ଯଦି ଆପଣଙ୍କୁ ସୋସିଆଲ ମିଡିଆରେ କେହି ବି ନିଜକୁ ପୁଲିସର ପରିଚୟ ଦେଉଛି ଏବଂ କୌଣସି ପ୍ରକାରର ଲୋଭନୀୟ ସ୍କିମ୍ ଦେଖାଉଛି ତାହେଲେ ଆପଣ ବି ସତର୍କ ହୋଇଯାଆନ୍ତୁ, ଆପଣ ବି ସାବଧାନ ହୋଇଯାଆନ୍ତୁ, ନହେଲେ ଆପଣ ଏଇଭଳି ଠକଙ୍କ ହାବୁଡରେ ପଡ଼ିବେ ଏବଂ ଆପଣଙ୍କର ଝାଳ ବୁହା ଧନ ଗୋଟିଏ ଚୁଟକିରେ ଏମାନେ ସଫା କରିଦେବେ। କ୍ୟାମେରାମ୍ୟାନ ବିକାଶଙ୍କ ସହ ସୌଭାଗ୍ୟ ପରିଡ଼ା, କନକ ନ୍ୟୁଜ୍।